ଜଙ୍ଗଲରେ ଥିବା ପାଣି ଟାଙ୍କିରେ ଗାଧୋଉଛି ଦନ୍ତାହାତୀ। ଏବେ ଗ୍ରୀଷ୍ମ ପ୍ରବାହର ପ୍ରବଳ ଗରମ ଯୋଗୁଁ କେବଳ ମଣିଷ ନୁହେଁ ପଶୁପକ୍ଷୀମାନେ ମଧ୍ୟ କଲବଲ ହେଉଛନ୍ତି। ଏପରି ସମୟରେ ଖରା ତାତିରୁ ରକ୍ଷା ପାଇବା ପାଇଁ ଦନ୍ତାହାତୀଟି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଗୋପାଳପୁର ରେଞ୍ଜ ଅନ୍ତର୍ଗତ ଜାମଝରିଆ ଜଙ୍ଗଲରେ ଥିବା ୱାଚ୍ ଟାୱାର ନିକଟ ପାଣି ଟାଙ୍କିରେ ଷଣ୍ଢ ପୁରାଇ ପାଣି ଆଣି ଗାଧୋଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ହେଲେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ବନ ବିଭାଗ ପକ୍ଷରୁ ସଠିକ ଭାବରେ ପାଣିର ବ୍ୟବସ୍ଥା କରିବା ଆବଶ୍ୟକ। କାହିଁକି ନା ଜଙ୍ଗଲୀ ଜନ୍ତୁମାନେ ଖାଦ୍ୟ ଓ ପାନୀୟ ନ ପାଇଲେ ଜନବସତି ମୁହାଁ ହେବେ ନିଶ୍ଚୟ। ଏହି ଦନ୍ତାହାତୀଟି ଗାଧୋଉଥିବାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏହି ଦୃଶ୍ୟକୁ ଲୋକମାନେ ଉପଭୋଗ କରୁଛନ୍ତି। ଅତି ଶାନ୍ତ ଭାବରେ ହାତୀଟି ପାଣି ଟାଙ୍କି ନିକଟରେ ଛିଡ଼ା ହୋଇ ଷଣ୍ଢରେ ପାଣି କାଢି ନିଜ ଦେହରେ ଢାଳୁଛି। ସୁନ୍ଦରଗଡ଼ ଜିଲ୍ଲାରୁ ଚୈତନ୍ୟ ପଟେଲଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।